एबे पाळंगर सीजन चलची पाळंगरे बहुत सारा आइटम बनैकी खाइथिबे किंतु आज आमे पूरा सुपर टेस्टी पूरा खास्ता कुरकुरा पाळंगर निमिक बनैबा। एटी साउंड शुणु ये केते क्रिस्पी बनी एमती जदि बहुत दिन पर्यंत स्टोर कर रखिबे ये एमती ही क्रिस्पी रहिबो आ पूरा कुरकुरा रहिबो। ସେଥିପାଇଁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଯଦି ପସନ୍ଦ ଆସିବ ଲାଇକ୍ କମେଣ୍ଟ ସେୟାର କରିନେବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଫେସବୁକ୍ ପେଜରେ ଦେଖୁଥିଲେ ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଆଜିର এই ସୁପର ଟେଷ୍ଟି ପୁରା କ୍ରିସ୍ପି ପାଳଙ୍ଗ ନିମିକି ପୁରା ଛୋଟ ଛୋଟ ଟିପ୍ସ ଏଥିରେ ସେୟାର କରିଛି। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିଲେ ହିଁ ଜାଣିପାରିବେ। ଆଜିର এই ପାଳଙ୍ଗ ନିମିକି ବନେଇବା ପାଇଁ ମୁଁ ଏଠି ଗୋଟେ ଗିନା ମଇଦା ନେଇଛି। ଆପଣ ଚାହିଁଲେ ଅଟାରେ ମଧ୍ୟ ବନେଇ ପାରିବେ, କିନ୍ତୁ ମଇଦାରେ ନିମିକିଟା ଟିକେ ଅଧିକ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ, ସେଥିପାଇଁ ମୁଁ ମଇଦାକୁ ଆଡ଼୍ କରିଛି। ଏଠି ଗୋଟେ ଗିନା ମୁଁ ମଇଦା ନେଇଛି, ପାଖାପାଖି 400 ଗ୍ରାମ ହେବ। ତା ଦେହରେ ଭଲ ଫ୍ଲେଭର ପାଇଁ 1.5 ଚାମଚ ପାଖାପାଖି ଆମେ କଳା ଜିରାକୁ ଆଡ଼୍ କରିବା, କାହିଁକିନା କଳା ଜିରାରେ ହିଁ ନିମିକିର ଟେଷ୍ଟ ବହୁତ ବଢ଼ିଆ ଲାଗେ। ସ୍ୱାଦ ଅନୁସାରେ ଅଳ୍ପ କିଛି ଲୁଣ ଦେବା। ପୁରା ଖାସ୍ତା ବନେଇବା ପାଇଁ এই ଛୋଟ ଡଙ୍କିରେ ମୁଁ 1 ଚାମଚରୁ ଟିକେ ଅଧିକ ରିଫାଇନ୍ ତେଲ ଆଡ଼୍ କରିଛି, ମାନେ ଛୋଟ ଚାମଚରେ 4ରୁ 5 ଚାମଚ ରିଫାଇନ୍ ତେଲ ହେବ। ସେ ସବୁକୁ ଦେଇକି ଭଲସେ ଗୋଳେଇ ନେବା। ଏଇଠି ଗୋଟିଏ ଟିପ୍ସ ବାଉଳା ହେଲା କି ପ୍ରଥମରୁ ଆଗେ ମାନେ ଦେଇଦେବା କଳା ଜିରା, ତାପରେ ଗୋଳେଇ ସାରିଲା ପରେ ତେଲକୁ ଆଡ଼୍ କରିବେ। ନାଇଁ ତେଲ ଉପରେ ପକେଇ ଦେଇଛି, ତେଣୁ ତେଲ ଗୋଳେଇବା ପାଇଁ ଟିକେ ଡିଫିକଲ୍ଟ ହେବ, ଗୋଟା ବିଣ୍ଡା ହେଇଯିବ। ତେଣୁ ପ୍ରଥମରୁ ଗୋଳେଇ ନେବେ କଳା ଜିରାକୁ ଦେଇ, ତାପରେ ତେଲକୁ ଆଡ଼୍ କରିବେ। ଆଉ ସବୁଗୁଡ଼ାକ ଗୋଟେ ଜାଗାରେ ନ ରହିକିରି ସବୁଆଡ଼େ ପୁରା ସ୍ପ୍ରିଙ୍କଲ ହେଇଯିବ। ଏଇଠି ମୁଁ ଖାସ୍ତା ପାଗଟା ଆପଣମାନଙ୍କୁ ଦେଖାଉଛି। ଏମିତି ହାତରେ ମୁଠା କରିବେ। ଯଦି ମୁଠା ହେଇକି ରହିବ ତାହେଲେ ଆମର ନିମିକିର ଖାସ୍ତା ପାଗଟା ପୁରା ରେଡ଼ି। ଏମିତି ଯଦି ଖାସ୍ତା ମାନେ ହାତରେ ମୁଠା କଲେ ମୁଠା ରହୁଛି, ତାହେଲେ ଆମର ନିମିକିଟା ପୁରା ପରଫେକ୍ଟ ବନିବ। ଆକୁ ସାଇଡ଼୍ କରିନେବା। ଯେହେତୁ ଆମେ ପାଳଙ୍ଗର ନିମିକି ବନେଇବା, ସେଥିପାଇଁ ମୁଁ ଏଠି କିଛି ଫ୍ରେଶ୍ ପାଳଙ୍ଗ ଶାଗ ନେଇଛି। ପ୍ରଥମରୁ 2-3 ଥର ଭଲସେ ଧୋଇଛି, ମାନେ ଚେକ୍ କରି ନେଇଛି ପୋକ କାଳେ ଥିବ। ତାକୁ 2-3 ଥର ଧୋଇ ଆଣିଲା ପରେ ଆକୁ ପୁରା ଛୋଟ ଛୋଟ କରି କାଟି ନେବା। ଏମିତିରେ ନିମିକି ଖାଇବାକୁ ସମସ୍ତଙ୍କୁ ବହୁତ ପସନ୍ଦ ଆସେ, କିନ୍ତୁ ଯେତେବେଳେ ବେଳେବେଳେ ହାର୍ଡ଼ ହେଇଯାଏ, କେତେବେଳେ ଖାଇବା ପାଇଁ କ୍ରିସ୍ପିନେସ୍ ଆସେ ନାହିଁ। ଏଇଠି ଦେଖନ୍ତୁ ପାଳଙ୍ଗ ଶାଗକୁ ମୁଁ ଛୋଟ ଛୋଟ କରି କାଟି ନେଉଛି। ଆପଣମାନେ ବହୁତ ଫ୍ଲେଭରର ପାଳଙ୍ଗ ଶାଗ ନ ଦେଇକି ବନେଇକି ଖାଇଥିବେ, ଥରେ ପାଳଙ୍ଗ ଶାଗ ଦେଇକି ନିମିକି ବନାନ୍ତୁ। କଲରଫୁଲ୍ ଲାଗିବା ସହିତ ବହୁତ ସ୍ୱାଦିଷ୍ଟ ମଧ୍ୟ ଲାଗିବ। ଏଠି ପାଳଙ୍ଗ ଶାଗକୁ ପୁରା ଛୋଟ ଛୋଟ କରି କାଟି ନେଇଛି। ଏଠି ଗୋଟେ ମିକ୍ସି ଜାର୍ ନେଇଛି, ଆଉ ସେଇ ମିକ୍ସି ଜାର୍ରେ ପାଳଙ୍ଗ ଶାଗକୁ ଆମେ ଆଡ଼୍ କରିନେବା। ଏଥିରେ ମୁଁ ଟିକେ ଭଲ କଲର୍ ପାଇଁ ଅଧ ପିଞ୍ଚରୁ ଟିକେ ଅଧିକ ଦେଇଛି ମାନେ କଲର୍, ଫୁଡ୍ କଲର୍। ଆପଣ ଚାହିଁଲେ এই ଫୁଡ୍ କଲର୍ଟାକୁ ସ୍କିପ୍ କରିବେ, କାହିଁକିନା ପାଳଙ୍ଗ ଶାଗରେ ଏମିତି ନ୍ୟାଚୁରାଲ୍ ଭଲ କଲର୍ ଆସିବନି। ଯେହେତୁ ଆମେ ଟିକେ ଫୁଡ୍ କଲର୍ ଦେଇଦେବା, ଆମର ପୁରା ଗ୍ରୀନ୍ ହେଇଯିବ ପାଳଙ୍ଗର ନିମିକିଟା। ଅପସନାଲ୍ ଅଛି, ଆପଣ ଚାହିଁଲେ ପକେଇ ପାରିବେ, ନାଇଁ ତ ସ୍କିପ୍ ମଧ୍ୟ କରିପାରିବେ। ଅଳ୍ପ ପାଣି ଦେଇକି ପୁରା ଚିକ୍କଣ କରି ପେଷ୍ଟ କରି ଆଣିଛି। ଏପଟେ ଖାସ୍ତା ପାଗ କରି ରଖିଥିଲେ, ସେଥିରେ ବଟାକୁ ଦେଇଦେବା। ତାପରେ ଅଳ୍ପ କିଛି ପାଣିକି ଧୋଇକିରି ଆଧିରେ ଆଡ଼୍ କରିବା। ଏକା ସାଥିରେ ସବୁ ପାଣି ଦେବାନି, ଅଳ୍ପ ଅଳ୍ପ କରି ପାଣିକି ଆଡ଼୍ କରିବା, କାହିଁକିନା ଆମର ଏଇ ଡୋଟା ପୁରା ହାର୍ଡ଼ ରହିବ। ନହେଲେ ବେଲିଲା ବେଳେ ଯଦି ପଟାରେ ଲାଗିଯିବ, ଆମର ନିମିକିଟା ପୁରା ପରଫେକ୍ଟ ବନିବନି। ଏଇଠି ମୁଁ ଆସ୍ତେ ଆସ୍ତେ କରି ସବୁଗୁଡ଼ାକ ପାଳଙ୍ଗ ଶାଗ ସହିତ ମିଶାଇକି ଗୋଳେଇ ନେଉଛି। ସାଧାରଣ ଆମେ ଯେମିତି ନର୍ମାଲି ରୁଟି ବନାନ୍ତି, ତାଠୁ ଟିକେ ହାର୍ଡ଼ ହେବ, ନହେଲେ ଆମର ପାଳଙ୍ଗ ମାନେ ନିମିକିଟା ପରଫେକ୍ଟ ବନିବନି। ଏଇଠି ଚକଡ଼ିକି ଗୋଟେ ଜାଗାରେ ମୁଁ ଜମା କରି ନେଇଛି, ଟିକେ ହାର୍ଡ଼ କରିଛି। ତାକୁ କଭର ଦେଇଦେବା, 5-10 ମିନିଟ୍ ପର୍ଯ୍ୟନ୍ତ ରେଷ୍ଟ କରିବା, ଯାହାଫଳରେ ସେ ଅଳ୍ପ କିଛି ପାଣି ଥିବ ଆବଜର୍ଭ କରି ନେଇଯିବ, ପୁରା ସେଟ୍ ହେଇଯିବ। 10 ମିନିଟ୍ ପରେ ମୁଁ ଆକୁ ଛୋଟ ଛୋଟ କରି ଗୋଲ କରି ନେଉଛି। ଆକୁ ଯେତେ ଛୋଟ ଗୋଲ କରିବେ ଆପଣଙ୍କର ନିମିକିଟା ପୁରା ପରଫେକ୍ଟ ବନିବ, କାହିଁକିନା ବେଲିଲା ବେଳେ ଆମକୁ ଯେମିତି ବହୁତ ଅସୁବିଧା ନ ହୁଏ। ସେଥିପାଇଁ ମୁଁ 3ଟା ଗୋଲା କରିଛି। ଆପଣ ଚାହିଁଲେ 5ରୁ 6ଟା ଛୋଟ ଛୋଟ ଗୋଲା କରିକିରି ନିମିକି ବନେଇ ପାରିବେ। ଆମେ ଗୋଟେ ଗୋଲା ନେବା, ଆଉ 2ଟା ଗୋଲାକୁ ସେ ସାଇଡ଼୍ କରିନେବା, ଆଉ ତାକୁ ରେଷ୍ଟ କରିବା। ଏଇ ଗୋଟେ ଗୋଲାରେ ଆମେ ପ୍ରଥମେ ନିମିକି ବନେଇବା। ଟିକେ ଅଟା ସ୍ପ୍ରିଙ୍କଲ କରିନେବା, ତାପରେ ଆମେ ବେଲିବା। ସବୁବେଳେ ଚେଷ୍ଟା କରିବେ ଆମେ ନିମିକି ବନେଇବା ପାଇଁକା ଯେଉଁ ଗୋଲାଟା ନେବା ପୁରା ଛୋଟ କରି ନେବା, ଯାହାଫଳରେ ଆମର ଯେତିକି ବଡ଼ ପଟା ତାଠୁ କମ୍ ହେବ। ଏଇଠି ଲେୟାରିଂଟା ଦେଖାଉଛି, ଦେଖନ୍ତୁ ପୁରା ପତଳା କରି ବେଲିବେ ଯେତେ ସମ୍ଭବ। ଯଦି ଆମେ ଗୋଳା ମାନେ ବେଲିବାଟା ପୁରା ପତଳା ବନିବ, ତାହେଲେ ଆମର ନିମିକିଟା ପୁରା ଖାସ୍ତା ବନିବ।
ଆଉ ଚକଟିଲା बेले जदि हार्ड कर रखिथिबे ताहले पट्टारे लागिबोनी एमती गोटा गोटा हेकरी बाहरी आसीबो आ पतला करके जदि चकड़ी नेबे मैदाटा रहिला परे पुणी सॉफ्ट हो जाए तेणु टिके हार्ड करी चकड़िबे एमती पूरा पतला पतला करिकी पूरा पतला करी बेलिबा एठी खास्ता जेमतिका हमर कुरकुरा बनिबो निमिकी सेमिति ही बनौची आपण माने जो शेप रे बनेइबे सेही शेप रे काटिबे मैं ठिकिरी भलिया बनैची केते कलरफुल लागुची देखिया पे देखंतु एतिकी पतला पूरा बेलिबे जिते पतला बेलिबे आमर निमिकीटा पूरा खास्ता बनिबो आ कुरकुरा रहिबो बहुत दिन पर्यंत एमती स्टोर करी रखि परिबे प्रथम रु अल्प किछि निमिकी छाणी नेइची एई बळका तेल रे एठी देखौची याको हमें पकेई नबा आ गैस र फ्लेम को हाई रखिबा प्रथम देखंतु केते बबल्स आसुची बबल्स गुडा कमी गला परे आमे जाई कि डंकी बा स्पैचुलर हा मारिबा ए देखंतु बबल्स कमी गलानी तापर हमें ताधरे डंकी साहाय्य रे एपट सेपट करनबा यदि गैस र फ्लेम हाई रहइबो पतला बेला हेतबो आपनक निमिकीटा मते पूरा कुरकुरा बनिबो एटी कलर चेंज हे गलानी आको हमें काढी नबा यदि पूरा कलरफुल रखिया चाहथिबे ताले एमिति बनै पारि एठी हमर पूरा सुपर टेस्टी समस्तिंकर फेवरेट पाळंग निमिकी पूरा रेडी आपण माने थरे एई प्रोसेस रे बनांतु आज रो रेसिपी आपण मानु केमति लागला कमेंट सेक्शन रे शेयर जणैबे पुणी आसीबे गोटे नुवा रेसिपी सहित से पर्यंत रहउची नमस्कार।